କୌଣସି ସର୍ବଭୌମତା ଏଥିରେ କୌଣସି କଥା କହିବାର ନାହିଁ। ଆଉ ସିଏ ହିଁ ସର୍ବଦାତା ସର୍ବଅନନ୍ତ, ତାଙ୍କ ବିନା କିଛି ନାହିଁ। ଆଉ ତାଙ୍କ ନାମ ଯଦି ଯିଏ ବି ଶରଣ ହେଇଛି, ମୁଁ ନୁହେଁ, ସମସ୍ତ ସାରା ଜଗତ ତାଙ୍କରି ନାମ। ଯିଏ ବି ତାଙ୍କ ନାମ ନେଇକି ଶରଣ ହେଇଛି ସେ ନିଶ୍ଚିନ୍ତ ନିବୃତ୍ତ ହେଇଛି, ତାଙ୍କରି ନାମରେ ଉଦ୍ଧାର ପାଇବ। ଆଉ ମୁଁ ବି ବହୁତ ବଡ଼ ତାଙ୍କରି ନାମରେ ହିଁ ଉଦ୍ଧାର ପାଇଛି। ଏଇଟା ମୋର ସବୁଠୁ ବଡ଼ ଅନୁଭୂତି ଭଗବାନ ପାଇଁ। ଯେତେବେଳେ ଆପଣ ଉଦ୍ଧାର ପାଇଛନ୍ତି, କହୁଛନ୍ତି ନିଜେ ରହିଥିଲେ ସେ ମନ୍ଦ ବାଟରେ ମନ୍ଦ ଅଭ୍ୟାସ ଥିଲା, ଆସିପାରୁନଥିଲେ କାହିଁକି, ପରିବର୍ତ୍ତନ ହେଇପାରୁନଥିଲେ କାହିଁକି? ସେ କଥା ବି ମୁଁ ନିଜେ ବି କହିପାରୁନି। ମୁଁ ସେ ପର୍ଯ୍ୟନ୍ତ ଠାକୁରଙ୍କ ନାମରେ କେବେ ଶରଣ ହେଇନଥିଲି। ମୁଁ ଏହା ବି ଚିନ୍ତାଧାରା ରହେ, କେବେ ଶରଣ ହେଇନଥିଲି, କେବେ ମୋର ବିଶ୍ୱାସ ବି ଏମିତି ନଥିଲା। କିନ୍ତୁ ଯେବେ ମୁଁ ବିଶ୍ୱାସ ନିଜେ ଠାକୁରଙ୍କ ଉପରେ ରଖିଲି, ଆଉ ସେବେ ଧୀରେ ଧୀରେ ପରିବର୍ତ୍ତନ ହେଲା। ମୁଁ ନିଜେ ବି ପରିବର୍ତ୍ତନ ହେଲି, ବହୁତ ପରିବର୍ତ୍ତନ ଆମ ପରିବାର ଭିତରେ ବି ସବୁ କିଛି। ମୁଁ ନିଜେ ବିଶୃଙ୍ଖଳା କରିଥିଲି, ଏବେ ସବୁ ସିଷ୍ଟମେଟିକ ଚାଲିଛି। ମୋ ବୋଉ, ଆମ ମା ଯେ, ସେ ମୋତେ ବହୁତ ମାନେ ଇଏ କରନ୍ତି, ଠାକୁରଙ୍କୁ ବହୁତ ମାନନ୍ତି। ସେ ମୋତେ କହିଥିଲେ